ପହଞ୍ଚିଗଲେ ଯିବା ବ୍ରହ୍ମପୁର ବୋଧେ 143 କିଲୋମିଟର। ଦେଖନ୍ତୁ ଉପରେ ଲେଖା ହେଇଛି 143 କିଲୋମିଟର ଏଠି ବ୍ରହ୍ମପୁର। ଏଠି ଦେଖନ୍ତୁ ଏଇଟା ଯେଉଁ ଖୋର୍ଦ୍ଧା କ୍ରସ୍ କଲା ପରେ ଏଇ ଉପର ଯେଉଁ ଟ୍ରେନ୍ ଲାଇନ୍ଟା ଯାଇଛି ଏଇଟା ହେଉଛି ଆମର ଯେଉଁଟା ନୂଆ ଦଶପଲ୍ଲା, ଯେଉଁ ଆମ ପୂର୍ବ ଭିଡ଼ିଓ ଦେଖିଥିବ ଦଶପଲ୍ଲାରେ ଆମେ ମୋତେ ନୟାଗଡ଼ ବ୍ରିଜ୍ ଉପରେ ଠିଆ ଆମେ ଭିଡ଼ିଓ ସୁଟ୍ କରିଥିଲୁ। ତ ଏଇଟା ହେଉଛି ଏଇ ଟ୍ରେନ୍ ଲାଇନ୍ଟା ଉପର ଯେଉଁ ଯାଇଛି, ଏଇ ଟ୍ରେନ୍ ଲାଇନ୍ଟା ହେଉଛି ସେଇ ଟ୍ରେନ୍ ଲାଇନ୍। ତ ଏଇଟା ନୂଆ ମାନେ ଚାଲିଛି, ମାନେ ପାଖାପାଖି ବର୍ଷେ ଖଣ୍ଡ ହେବ ଏଇ ଟ୍ରେନ୍ ଲାଇନ୍ଟା ଚାଲିଛି। ତ ଦେଖନ୍ତୁ ଏଇଠୁ ଭାଇ ଭଗବାନ, ମାନେ କେତେ ମାନେ ଏଇଠୁ ବ୍ରହ୍ମପୁର ତା ଭିତରେ 100ଟା ଜାଗାରେ ରୋଡ୍ ଡିଭାଇଡ୍ ହେଇଛି। ମାନେ ଏଇ ରାସ୍ତାଟା ଭଲ ଥିଲା ଆକ୍ଚୁଆଲି। ଏବେ ପୁଣି ତାକୁ କଣ ହେଇଛି, ତାକୁ ପୁଣି ଖୋଳି ଦେଇଛନ୍ତି। ଆରେ ଗୋଟେ ରାସ୍ତା ତ ଭଲ କର, ତାପରେ ଏଟାକୁ ଇଏ କରିବ ନା। ଏମିତି ଗୋଟେ ଆଉଥରେ ହୁମା ବି ସେମିତି ଆଜିକି 10 ବର୍ଷ ହେଲାଣି ସେ ରାସ୍ତା ସେମିତି ପଡ଼ିଛି, ଗୋଟେ ସାଇଡ୍ ହେଇକି ପଡ଼ିଛି। କ'ଣ ଏ ଗଭର୍ଣ୍ଣମେଣ୍ଟ କରୁଛି କି କ'ଣ, ମାନେ ତାଙ୍କ ପ୍ରୋବ୍ଲେମ୍ ଲୋକଙ୍କୁ ହଇରାଣ କରିବା ହେଉଛି ତାଙ୍କ ମୋଟିଭ୍। ରାସ୍ତା ଗୁଡ଼ା ଏମିତି କ'ଣ ପାଇଁ ସବୁ ଡିଭାଇଡ୍ କରିଦେଉଛନ୍ତି, ଏତେ ମେଣ୍ଟେନାନ୍ସ କ'ଣ ହେଉଛି ମୁଁ ଜାଣିପାରୁନି।